ସମୟର ବାଲାନ୍ସ ଗୋଟେ ଆବଶ୍ୟକତା ଅଛି, ଗୋଟେ ସନ୍ତୁଳନ ଆବଶ୍ୟକତା ଅଛି। ଈଶ୍ୱର ଆଉ ସୁର ଭିତରେ ଗୋଟେ ସନ୍ତୁଳନର ଆବଶ୍ୟକତା ଅଛି। ଯୋଉ ବ୍ରହ୍ମା ମହିଷାସୁର ତିଆରି କରିଥିଲେ, ସେ ବ୍ରହ୍ମା ମହିଷାସୁର ବଧର ମଧ୍ୟ ଜଣେ କାରକ ସାଜିଲେ। ଆଜିର ସମୟରେ ଯୋଉ ଅବସ୍ଥାରେ ଆମେ ଗତି କରୁଛେ, ଆମେ ମନେ ପକାନ୍ତୁ, ଆମେ ଗତକାଲି ଗାନ୍ଧୀ ଜୟନ୍ତୀ ମଧ୍ୟ ପାଳନ କରିଛେ। ଗାନ୍ଧୀ ଏପରି ଏକ ରାସ୍ତା, ଯୋଉ ରାସ୍ତାକୁ ସାରା ବିଶ୍ୱ ଆଦରି ନେଇଛି। ଗାନ୍ଧୀ ଆଜି ଭାରତର ସମ୍ପତ୍ତି ନୁହନ୍ତି, ଗାନ୍ଧୀ ଆଜି କଂଗ୍ରେସର ମଧ୍ୟ ସମ୍ପତ୍ତି ନୁହନ୍ତି। ସେ ସମଗ୍ର ବିଶ୍ୱର ଆସେଟ୍, ଶାନ୍ତି ମୈତ୍ରୀର ପ୍ରତୀକ, ଭାରତର ପରିଚାୟକ। ବୁଦ୍ଧଙ୍କ ପରେ ଗାନ୍ଧୀ। ଗାନ୍ଧୀଙ୍କୁ ଛାଡ଼ିଦେଇ ଭାରତକୁ ଚିହ୍ନେଇବା ଏକରକମ ଅସମ୍ଭବ। ଗାନ୍ଧୀଙ୍କର ରାସ୍ତା ଅହିଂସା, ଗାନ୍ଧୀଙ୍କର ରାସ୍ତା ପ୍ରେମ, ଗାନ୍ଧୀଙ୍କର ରାସ୍ତା ଭାତୃତ୍ୱ। ଯେତେବେଳେ ଗାନ୍ଧୀଙ୍କ କଥା ଆମେ ଆଲୋଚନା କରୁଛେ, ସମାନ ସମୟରେ ଜଣେ ଗାନ୍ଧୀଙ୍କ ରାସ୍ତାରେ ଆନ୍ଦୋଳନ କରୁଥିବା ଲୋକ ସୋନମ ୱାଙ୍ଗଚୁକ୍ ଆଜି ଜେଲରେ ବନ୍ଦୀ। ସମକାଳୀନ ସମୟକୁ ଯଦି ଆମେ ପୁରୁଣା ସହିତ ଯୋଡ଼ି ନ ପାରିବା, ତେବେ ଆମର ଏ ପୂଜା ପର୍ବଣ କେବଳ ରୀତି ରିୱାଜରେ ରହିଯିବ, ଏକ ବିଧି ଭିତରେ ରହିଯିବ। ଆଜି ବିଚାର କରନ୍ତୁ, ଅହିଂସା ମାର୍ଗରେ, ପ୍ରେମ ମାର୍ଗରେ, ଶାନ୍ତି ମାର୍ଗରେ ଗୋଟାଏ ଆନ୍ଦୋଳନ ଲଦାଖରେ କୋଉ ସ୍ତରକୁ ପହଞ୍ଚିଲା। ଗାନ୍ଧୀ ବାଦର ମଧ୍ୟ ଗାନ୍ଧୀଙ୍କ ରାସ୍ତାରେ ବିଶ୍ୱାସ କରୁଥିବା ମଣିଷ ଆଜି ଜେଲ ଭିତରେ ସଢୁଛି। ଯେତେବେଳେ ସାଧାରଣ ଜନତାର ଆତ୍ମବିଶ୍ୱାସ ହରା ହେଇପଡେ, ସେତେବେଳେ ସେଇଆ ହୁଏ। ମହିଷାମର୍ଦିନୀ ହିଁ ଜନ୍ମ ହୁଅନ୍ତି। ଲୋକେ ମହିଷାମର୍ଦିନୀ ରୂପ ନେଲେ ଏବଂ ଗାନ୍ଧୀଙ୍କ ରାସ୍ତାରେ ଚାଲୁଥିବା ଲୋକଟି ଏବେ ଜେଲରେ ଅଛି। ଏହା ହିଁ ହେଉଛି ଡିସବାଲାନ୍ସ। ଯେତେବେଳେ ସନ୍ତୁଳନ ହରାଇ ବସେ ସମାଜ, ସ୍ନେହ, ପ୍ରେମ, ଶାନ୍ତି, ନ୍ୟାୟ, ଅହିଂସାର କଥା କହୁଥିବା ଲୋକକୁ ମିଛ ଦଫାରେ, ମିଛ ଅଭିଯୋଗରେ ଜେଲ ଯିବାକୁ ପଡେ। ତାର ଚରମ ସୀମାରେ ପହଞ୍ଚିଛି ୱାଙ୍ଗଚୁକଙ୍କର ଗିରଫଦାରୀ।